ସତ୍ୟରେ ଥିଲେ ତପସ୍ୟାର ଆବଶ୍ୟକତା ନାହିଁ। ମନ ପବିତ୍ର ଥିଲେ ତୀର୍ଥର ଆବଶ୍ୟକତା ନାହିଁ। ସଜନ ଥିଲେ ଅନ୍ୟ ଗୁଣର ଆବଶ୍ୟକତା ନାହିଁ। ନିୟମ ମାନୁଥିଲେ ଔଷଧର ଆବଶ୍ୟକତା ନାହିଁ। ବିଦ୍ୟା ଥିଲେ ଅନ୍ୟ ଧନର ଆବଶ୍ୟକତା ନାହିଁ। ଲଜ୍ଜା ଥିଲେ ଭୂଷଣର ଆବଶ୍ୟକତା ନାହିଁ। କ୍ଷମା ଗୁଣ ଥିଲେ କବଚର ଆବଶ୍ୟକତା ନାହିଁ। ମିତ୍ର ଥିଲେ ଅନ୍ୟ ସଖାର ଆବଶ୍ୟକତା ନାହିଁ। ଜ୍ଞାତ ଥିଲେ ଅନଳର ଆବଶ୍ୟକତା ନାହିଁ। କ୍ରୋଧ ଥିଲେ ଅନ୍ୟ ଶତ୍ରୁର ଆବଶ୍ୟକତା ନାହିଁ। ଦୁର୍ଜନ ଥିଲେ ସର୍ପ ଅଧିକ କଣ ବା କରିପାରେ। ପ୍ରିୟା ସହିତ ବିଚ୍ଛେଦ ହେଲେ ଯୌବନର ଆବଶ୍ୟକତା କଣ? ବନ୍ଧୁ, ଉଚ୍ଚ ଶିକ୍ଷାର ଲାଭ କଣ ଯଦି ଚରିତ୍ର ଠିକ ନଥାଏ? ସୁନ୍ଦରୀ ସ୍ତ୍ରୀ ବିବାହ କଲେ ଲାଭ କଣ ଯଦି ନୀତି କଳହ ସୃଷ୍ଟି କରେ?